ଜୟ ଜଗନ୍ନାଥ। ଗୋଟେ ସତ କଥାଟିଏ କହିବି, କିଛି ଭାବିବେନି। କହିବାଠୁ କଷ୍ଟ ଶୁଣିବା, ବହୁତ କଷ୍ଟ କାହା କଥା ଶୁଣିବା, ଏବଂ ଶୁଣିବାଠୁ ଆହୁରି କଷ୍ଟ ସହିବା। ଏବଂ ଯିଏ ସବୁ ଭୁଲିଯାଇ ନିଜକୁ ସାମାନ୍ୟ ରଖେ, ସିଏ ହେଉଛି ସବୁଠୁ ଶକ୍ତିଶାଳୀ ବ୍ୟକ୍ତି। ଏଇ 5 ବର୍ଷ ତଳେ 10 ବର୍ଷ ତଳେ କ'ଣ ହେଇଥିଲା, କିଏ କ'ଣ କହିଥିଲା, କିଏ କ'ଣ କହୁଥିଲା, ତାକୁ ଭୁଲି ଆଗକୁ ବଢ଼ି ସମସ୍ତଙ୍କ ସହିତ ସାମାନ୍ୟ ହୋଇଯିବା ହେଉଛି ସବୁଠୁ ବଡ଼ ସହଜ। ତେଣୁ କଠିନକୁ କାହିଁକି ମନେ ରଖିବା, କହିବାନି, ସହିବା ଏବଂ ଶୁଣିବାନି, ଭାବିବା, ଏସବୁ ନିଜକୁ ସମ୍ପୂର୍ଣ୍ଣ ଭାବରେ ସହଜ କରିନେଲେ ମଣିଷ ବହୁତ ଆଗକୁ ବଢ଼ିଯାଏ। ଆଗକୁ ବଢ଼ିବାକୁ ହେଲେ ଏହି ମନ୍ତ୍ରକୁ ମନେ ରଖିବାକୁ ହିଁ ପଡ଼ିବ। କହିବା ଠାରୁ ଶୁଣିବା ଏବଂ ଶୁଣିବା ଠାରୁ ସହିବା ଏବଂ ସବୁ ସହିଲା ପରେ ସାମାନ୍ୟ ହେବା, ଇଏ ହେଉଛି ବୁଦ୍ଧିମାନ ବ୍ୟକ୍ତିର କର୍ତ୍ତବ୍ୟ। ଜୟ ଜଗନ୍ନାଥ।